जय सियाराम। ମୁଁ ଜାନକୀ ଭକ୍ତି ପଥକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଜାଣିବା ଆଜ୍ଞା କଳିଯୁଗର ପିଲାମାନେ ଆଜ୍ଞା ଅବାଟକୁ ଆଜ୍ଞା କାହିଁ ଯାଉଛି। ଗୋଟେ କଥା ଆଜ୍ଞା, କଳିଯୁଗର ପିଲାମାନେ ଏବେକା ସମାଜ ଆଜ୍ଞା ଯାହା ହେଲାଣି, ଏକରେ ତ ଆଜ୍ଞା ସାନ ବଡ଼ ଆଜ୍ଞା କିଛି ମାନୁନାହାନ୍ତି। ଆଉ କେଉଁଠି କ'ଣ କାହାକୁ କ'ଣ କହିବା ସିଏ ତ ଭୁଲି ଯାଇଛନ୍ତି ଏକର କଥା। ଆଉ ପ୍ରାୟତଃ ନିଶା ଦ୍ରବ୍ୟ ଆଜ୍ଞା ସେବନ କରୁଛନ୍ତି। ଖରାପ ଆଜ୍ଞା କାହିଁକି ହୁଅନ୍ତି ଆଜ୍ଞା? କିଛି କ୍ଷେତ୍ରରେ ମା ବାପାଙ୍କ ସଂସ୍କାରରୁ ଖରାପ ହୁଅନ୍ତି, ଆଉ କିଛି କ୍ଷେତ୍ରରେ ଆଜ୍ଞା ଅଧିକ ଗେହ୍ଲାରୁ ଖରାପ ହୁଅନ୍ତି। ଅଧିକ ଗେହ୍ଲାରୁ ଆଜ୍ଞା କ'ଣ ଖରାପ ହୁଅନ୍ତି କାହିଁକି କହିନି, କାରଣ ଗୋଟେ ବାପ ଯଦି କଷ୍ଟ କରିକି କିଛି ବାଟ ଉଠିଛି, ତାର 2 ପଇସା ଇନକମ୍ କରିଛି, କି ଭଲରେ ଚଳୁଛି, କି ଭଲ ବ୍ୟାଙ୍କ ବାଲାନ୍ସ ଅଛି, ତ ସିଏ ଆଜ୍ଞା ଚାହିଁଲେ ନାହିଁ କି ଆମେ ଯେମିତି ଇଏ କରୁଛୁ କଷ୍ଟ ପାଇଛୁ, ଆମ ପିଲାଟି ସେମିତି କଷ୍ଟ ନ ପାଉ। ଏଇଟା ଆଜ୍ଞା ସବୁଠାରୁ ବଡ଼ ଭୁଲ। କାରଣ ଆପଣ ଯଦି ଗୋଟେ ପିଲାକୁ ସବୁ ଫେସିଲିଟି ଆଜ୍ଞା ଦେଇ ଦେଉଥିବେ, ତାହେଲେ ସେ ପିଲା 100 ଭାଗରୁ ପ୍ରାୟତଃ 95 ଭାଗ ପିଲା ଅବାଟକୁ ଯାଆନ୍ତି ଆଜ୍ଞା, ଅକର୍ମ କରନ୍ତି। ଆପଣ ଯେଉଁ କଷ୍ଟଟାକୁ ଆଜ୍ଞା ଅନୁଭବ କରୁଛନ୍ତି, ସେମାନଙ୍କୁ ଆଜ୍ଞା କିଛି ନା କିଛି ଗୋଟେ ଅନୁଭବ କରିବା ପାଇଁ ଦିଅନ୍ତୁ। ନହେଲେ ଆଜ୍ଞା ସେ ମଣିଷ କେମିତି ହେବେ? ଅନୁଭବ ନ କଲେ କେମିତି? ସେ ଦୁଃଖଟା ଆପଣ ସିନା ଦୁଃଖଟା କରୁଛନ୍ତି, ଦୁଃଖଟାକୁ ଆଜ୍ଞା ତାଙ୍କୁ ଜଣାଇବା ଦରକାର। ତ ମଣିଷ ଯଦି ଖଟିକି ପଇସାଟା ଆଣୁଛି, ସେ ଖଟଣିଟା କ'ଣ ଆଜ୍ଞା ତା'ର ଅନୁଭୂତିରେ ଆଜ୍ଞା ସିଏ ଜାଣିଛି। ଆଉ ଯଦି ପିଲାଙ୍କୁ ଆମେ ସବୁ ତାଙ୍କର ସବୁ କ୍ଷେତ୍ରରେ ଆମେ ଫୁଲଫିଲ୍ କରିଦେବା, ସେ କହିବା ପୂର୍ବରୁ ଆଜ୍ଞା କେତେଟା ଫ୍ୟାମିଲିର ପିଲାମାନେ କହିବା ପୂର୍ବରୁ ଆଜ୍ଞା ସାଙ୍ଗେ ସାଙ୍ଗେ ଆସି ପହଞ୍ଚି ଯାଉଛି। ଏଇଟା ଆଜ୍ଞା ଭୁଲ। ସବୁ କଥା ଯଦି କହିବା ପୂର୍ବରୁ ଆସି ପହଞ୍ଚିଯାଏ, କି ସବୁ ଦେଇ ଦିଅନ୍ତି, ତାହେଲେ ସେ ପିଲା ଆଜ୍ଞା ମଣିଷ ହେବାଟା ବହୁତ କଷ୍ଟକର। ପ୍ରଥମେ ମା ବାପା ତ ସଂସ୍କାର ଦେଲେ, କିଏ ସଂସ୍କାର ଦେଉଛନ୍ତି, କିଏ ସଂସ୍କାର ଦେଉନାହାନ୍ତି। କାହାକୁ ଓଲଟା ପାଲଟା କହିବା, ସାନ ବଡ଼ କିଛି ମାନିବା ନାହିଁ, ବେବିଚାର, ଇଏ ଗୋଟେ କଥା। ଆଉ ଗୋଟେ କଥା ଆଜ୍ଞା ହେଲା କୁସଙ୍ଗ। ଆପଣ ପିଲାଟି ଯେତେ ସଳିଆ ହେଇଥାଉ, ସେ 5 ଜଣ ଆଜ୍ଞା ମଦ ପିଉଛନ୍ତି, ତାଙ୍କ ଗହଳରେ ସେ ବସିବ ଆଜ୍ଞା, ସେ ଆଜି ନହେଲେ କାଲି କିମ୍ବା 5 ଦିନ ପରେ, 10 ଦିନ ପରେ, 3 ମାସ 4 ମାସ ପରେ ସେ ମଦୁଆ ହିଁ ଆଜ୍ଞା ହେବ। ଯେମିତି 5 ଜଣଙ୍କ ସାଧୁ ଭିତରେ ଗୋଟେ ଚୋର ବସିଲେ ସାଧୁ ଭିତରେ ଯାଏ, କାରଣ ସାଧୁଙ୍କର ଯେତିକି ସୁଗୁଣଟା ସେଇଟା ଚୋର ଭିତରକୁ କନଭର୍ଟ ଆଜ୍ଞା ହୁଏ। ସେମିତି ଯଦି କୁସଙ୍ଗ କରୁଥିବା 5-6 ଜଣ ପିଲା ସହିତ ଯଦି ଗୋଟେ ସୁସଙ୍ଗ ପିଲାଟି ବସିଲା, ତାଙ୍କର ସବୁ କୁଗୁଣରା ଦେହକୁ ଆଜ୍ଞା କନଭର୍ଟ ଆଜ୍ଞା ହୁଏ। ତ ପିଲା ସେତେବେଳେ ମଣିଷ ହୁଏ ଯଦି ତା ଜୀବନର ସବୁ ଦେଉଥିବେ, ନା କିଛି ଗୋଟେ ଫାଙ୍କା ରଖୁଥିବେ ଆଜ୍ଞା, ଶୂନ୍ୟସ୍ଥାନଟା ଆଜ୍ଞା ପୂରଣ କରୁନଥିବେ। ତାପରେ ସେ କଷ୍ଟଟା ଜାଣିବ ଆଜ୍ଞା। ବାପ ଚାକିରି ତ କରିଛି ସତ, କି ମୋ ବାପ ଖଟୁଛି, କିନ୍ତୁ ମୋ ବାପର ଦେବାର ଏତେ ଯୋଗ୍ୟତା ନାହିଁ, ତ ମୁଁ ସେଇ ରେଟ୍ରେ ପଢ଼ିବା ଦରକାର। ସେମିତିଆ ମୋର ଚାଲିଚଳନ, କଥାବାର୍ତ୍ତା, ବ୍ୟବହାର, ସ୍ୱଭାବ ରହିବା ଦରକାର। ଆଉ ପିଲା ବୁଝିଲା ଯେଉଁ ପିଲା ଆଜ୍ଞା ବୁଝିବ, ସେ ପିଲା ଆଜ୍ଞା କେବେ ଆଜ୍ଞା ଅବାଟକୁ ଯିବନି। ଆଉ ଯେଉଁ ପିଲା ନ ବୁଝିବ, ସବୁ ଯଦି ତାର ଫୁଲଫିଲ୍ ହେଇଯାଇଥିବ, ସିଏ ଆଜ୍ଞା ଅଟୋମେଟିକାଲି ଅବାଟକୁ ଯିବ। ଆପଣ ଯେତେ ଚାହିଁଲେ ରଖିପାରିବେନି। ଆପଣ ଗୋଟେ ପିଲାକୁ ଛୋଟରୁ ବଡ଼ କରୁଛନ୍ତି, ପ୍ରଥମରୁ 10ମ ପର୍ଯ୍ୟନ୍ତ ପଢ଼ାଉଛନ୍ତି, ସଂସ୍କାର ଦେଉଛନ୍ତି, ସବୁ କଥାବାର୍ତ୍ତା ଶିଖାଉଛନ୍ତି। ପିଲା କଟକ ଯାଉଛି, କି ଭୁବନେଶ୍ୱର ଯାଉଛି, କି ରାଉରକେଲା ଯାଉଛି, କି ପଢ଼ିବା ପାଇଁ ଯାଉଛି,
ସେଠି କ'ଣ କରୁଛନ୍ତି, ସେଠି ସେ କ'ଣ କରୁଛି ଆପଣମାନେ ଦେଖୁଛନ୍ତି କି? ନା ମା' ବାପ କ'ଣ ଗୋଟେ ଆଶାର କି ବାପ ତା'ର ଖଟି ଖଟିକା ପଇସା ଦେଇଥିବ, ମୋ ପିଲା ଯାଇଛି ଏଇଠି ପଢ଼ିବା ପାଇଁ, ସାଇନ୍ସ ପଢ଼ୁଛି କି କମର୍ସ ପଢ଼ୁଛି, ଆଉ ଗୋଟେ ଭଲ ଚାକିରି ଖଣ୍ଡେ କରିବ, ଆଉ ଯାହାଫଳରେ ମୋ ପରିଣତି ବୟସରେ ମୋତେ ସାହା ହେବ। ବାପାମାନେ ମାଆମାନେ ଏଇଆ ସ୍ୱପ୍ନ ଆଜ୍ଞା ଏଇଆ ଦେଖନ୍ତି। କିନ୍ତୁ ପିଲାମାନେ କ'ଣ କରନ୍ତି, ଓଲଟାଟା କରନ୍ତି। ପିଲାମାନେ ଯେତେବେଳେ ଯିବେ ସେଠି ହଷ୍ଟେଲରେ ରହିବେ, ପଢ଼ିବେ, ସଦାବେଳେ ଭଲ ସାଙ୍ଗ ଥିବେ, ଖରାପ ସାଙ୍ଗ ବି ଥିବେ। ଆଉ ଯଦି ଭଲ ସାଙ୍ଗ ସହିତ ଆଜ୍ଞା ମିଶିଗଲେ ଭଲ କଥା, ଆଉ ଯଦି ଖରାପ ସାଙ୍ଗ ସହିତ ମିଶିଗଲେ କିଏ ଗଞ୍ଜେଇ ଖାଉଥିବ, କିଏ ସିଗାରେଟ୍ ଟାଣୁଥିବ, କିଏ ମଦ ପିଉଥିବ, ଅଟୋମେଟିକାଲି ସେଇ ଲାଇନ୍ରେ ଆଜ୍ଞା ପଳାଇବେ। ଯାହାଫଳରେ କି ବାପା ଯଦି ଖଟି ଖଟିକା ହାଡ଼ ଭଙ୍ଗା ଖଟିକି ପଇସା ଦେଉଥିବ, ତାଙ୍କ ଉପରେ ଆଜ୍ଞା କିଛି ଫରକ ପଡ଼େନି। କାହିଁକି ଫରକ ପଡ଼ିବ? କାରଣ ସଦାବେଳେ ସେ କୁସଙ୍ଗର ଆଜ୍ଞା ରହିଲେ, ସୁସଙ୍ଗ ପାଇଲେନି। ସୁସଙ୍ଗର ମହାତ୍ମା ଆଜ୍ଞା ହେଲା, ଯିଏ ସୁସଙ୍ଗ ରହିବ ସଦାବେଳେ ତା ଘର କଥା, ତା ମା' ବାପ କଥା ଆଜ୍ଞା ସେ ଚିନ୍ତା କରିବ। ନା ପଇସାଟା ସିନା ଗାଁରୁ ଭୁବନେଶ୍ୱର ଆଉଛି, ପଇସାଟା କେତେ ବାଟ ଦେଇକି ଆସୁଛି, ବୁଝିଲେ ନା ମୁଁ କହିବାର ଅର୍ଥ? ସଦାବେଳେ ମୁଁ ଏତିକି, ଯେଉଁମାନେ ମୋ ଭିଡ଼ିଓ ଦେଖୁଛନ୍ତି, ମାଆମାନେ, ବାପାମାନେ, ସାନ ଭାଇ ଭଉଣୀମାନେ, ସଦାବେଳେ ଆଜ୍ଞା ଏଇଟାକୁ ଟିକିଏ ଆଜ୍ଞା ଆଖି ଆଗରେ ରଖନ୍ତୁ କି ମା' ବାପା ଆମର ଏତିକିଟା ମାନେ ଜନ୍ମ କଲା କତୁରୁ ପଢ଼ିବା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ବହନ କରୁଛନ୍ତି। ତାଙ୍କ ପ୍ରତି ଆମର ଦାୟିତ୍ୱଟା କ'ଣ ଅଛି? ଆଉ ଯଦି ସଦାବେଳେ ଆଜ୍ଞା ଦେଖିବେ ଦାୟିତ୍ୱଟା ଏମିତି ମୁଣ୍ଡ ଭିତରେ ପୁରେଇ ରଖିବେ, ଆପଣ ଅବାଟକୁ ଗଲେ ବି ମାନେ ଭଗବାନଙ୍କର ଏମିତି ଗୋଟେ ଆପଣଙ୍କୁ ସେ ବାଟକୁ ଟାଣି ଆଣିବ ଆଜ୍ଞା। ନିଜ ଅନୁଭୂତି କଥା ଆଜ୍ଞା କହୁଛି, ମୁଁ କାହା କଥା ଆଜ୍ଞା କହିବିନି। ରହିଲି ସିତାର। ଆଉ ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ସେୟାର କରନ୍ତୁ, ଲାଇକ୍ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ଶ୍ରୀରାମ ଲେଖିଦିଅନ୍ତୁ।